କୃଷକମାନେ ହେଉଛନ୍ତି ସମଗ୍ର ମାନବ ସମାଜର ଅନ୍ନଦାତା। ସେଥିପାଇଁ କୃଷକମାନଙ୍କର ଉନ୍ନତି ନିହାତି ଆବଶ୍ୟକ। କିନ୍ତୁ ଆଜି ବି କୃଷକମାନଙ୍କର ଓ କୃଷି କ୍ଷେତ୍ରରେ ଅନେକ ସମସ୍ୟା ରହିଯାଇଛି। ଏଭଳି ପରିସ୍ଥିତିରେ ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦ କୃଷି ଓ କୃଷକମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରୁଛି। ଫଳରେ କୃଷକମାନଙ୍କର ବନ୍ଧୁ ହୋଇପାରିଛନ୍ତି ଶ୍ରୀଯୁକ୍ତ ଗଦାଧର ମିଶ୍ର। ତେଣୁ ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଦାଧର ମିଶ୍ର କୃଷକମାନଙ୍କୁ ନେଇ ସମ୍ମିଳନୀ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ତେବେ ମୟୂରଭଞ୍ଜ ଜିଲ୍ଲାର କୃଷକମାନଙ୍କର ଉନ୍ନତି ପାଇଁ କୃଷି ଓ ଶିଳ୍ପର ବିକାଶ କରିବାକୁ ପଡ଼ିବ ବୋଲି ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଦାଧର ମିଶ୍ର ପ୍ରକାଶ କରିଛନ୍ତି। କୃଷକମାନେ ଅକ୍ଳାନ୍ତ ପରିଶ୍ରମ କରି ସମାଜକୁ ଖାଦ୍ୟ ଯୋଗାଉଛନ୍ତି। ସେଥିପାଇଁ କୃଷକମାନଙ୍କୁ ସର୍ବଦା ସମ୍ମାନ ଦେବାର ଆବଶ୍ୟକତା ଅଛି। ସେଥିପାଇଁ ମରଡ଼ା ବ୍ଲକ ନୂଆଗାଁ ପଞ୍ଚାୟତର ଘାଗରା ଠାରେ କୃଷକମାନଙ୍କୁ ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଦାଧର ମିଶ୍ର ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହା ସହିତ କୃଷକମାନଙ୍କର ବିଭିନ୍ନ ସମସ୍ୟା ବୁଝିଥିଲେ। ସେଗୁଡ଼ିକର କିଭଳି ସମାଧାନ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବେ ବୋଲି ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଦାଧର ମିଶ୍ର ପ୍ରକାଶ କରିଥିଲେ। କୃଷି ଓ କୃଷକମାନଙ୍କର ଉନ୍ନତି ପାଇଁ ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦ କାର୍ଯ୍ୟ କରୁଥିବାରୁ ଏବଂ କୃଷକମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିବାରୁ ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଦାଧର ମିଶ୍ରଙ୍କୁ କୃଷକମାନେ ଭୂୟସୀ ପ୍ରଶଂସା କରିଥିଲେ। କୃଷକମାନେ ହେଉଛନ୍ତି ସମଗ୍ର ମାନବ ସମାଜର ଅନ୍ନଦାତା। ସେଥିପାଇଁ କୃଷକମାନଙ୍କର ଉନ୍ନତି ନିହାତି ଆବଶ୍ୟକ। କିନ୍ତୁ ଆଜି ବି କୃଷକମାନଙ୍କର ଓ କୃଷି କ୍ଷେତ୍ରରେ ଅନେକ ସମସ୍ୟା ରହିଯାଇଛି। ଏଭଳି ପରିସ୍ଥିତିରେ ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦ କୃଷି ଓ କୃଷକମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରୁଛି। ଫଳରେ କୃଷକମାନଙ୍କର ବନ୍ଧୁ ହୋଇପାରିଛନ୍ତି ଶ୍ରୀଯୁକ୍ତ ଗଦାଧର ମିଶ୍ର। ତେଣୁ ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଦାଧର ମିଶ୍ର କୃଷକମାନଙ୍କୁ ନେଇ ସମ୍ମିଳନୀ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ତେବେ ମୟୂରଭଞ୍ଜ ଜିଲ୍ଲାର କୃଷକମାନଙ୍କର ଉନ୍ନତି ପାଇଁ କୃଷି ଓ ଶିଳ୍ପର ବିକାଶ କରିବାକୁ ପଡ଼ିବ ବୋଲି ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଦାଧର ମିଶ୍ର ପ୍ରକାଶ କରିଛନ୍ତି। କୃଷକମାନେ ଅକ୍ଳାନ୍ତ ପରିଶ୍ରମ କରି ସମାଜକୁ ଖାଦ୍ୟ ଯୋଗାଉଛନ୍ତି। ସେଥିପାଇଁ କୃଷକମାନଙ୍କୁ ସର୍ବଦା ସମ୍ମାନ ଦେବାର ଆବଶ୍ୟକତା ଅଛି। ସେଥିପାଇଁ ମରଡ଼ା ବ୍ଲକ ନୂଆଗାଁ ପଞ୍ଚାୟତର ଘାଗରା ଠାରେ କୃଷକମାନଙ୍କୁ ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଦାଧର ମିଶ୍ର ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହା ସହିତ କୃଷକମାନଙ୍କର ବିଭିନ୍ନ ସମସ୍ୟା ବୁଝିଥିଲେ। ସେଗୁଡ଼ିକର କିଭଳି ସମାଧାନ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବେ ବୋଲି ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଦାଧର ମିଶ୍ର ପ୍ରକାଶ କରିଥିଲେ। କୃଷି ଓ କୃଷକମାନଙ୍କର ଉନ୍ନତି ପାଇଁ ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦ କାର୍ଯ୍ୟ କରୁଥିବାରୁ ଏବଂ କୃଷକମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିବାରୁ ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଦାଧର ମିଶ୍ରଙ୍କୁ କୃଷକମାନେ ଭୂୟସୀ ପ୍ରଶଂସା କରିଥିଲେ। କୃଷକମାନେ ହେଉଛନ୍ତି ସମଗ୍ର ମାନବ ସମାଜର ଅନ୍ନଦାତା। ସେଥିପାଇଁ କୃଷକମାନଙ୍କର ଉନ୍ନତି ନିହାତି ଆବଶ୍ୟକ।
किंतु आज भी कृषक मानकर और कृषि क्षेत्र में अनेक समस्या रही जाइछि। एभली परिस्थिति रे ओडिशा खेत मजदूर किसान परिषद कृषि और कृषक मानकर उन्नति पाई कार्य करुछि। फलरे कृषक मानकर बंधु होई पारिछंती श्रीयुक्त गदाधर मिश्र। तेणु ओडिशा खेत मजदूर किसान परिषद राज्य सभापति श्रीयुक्त गदाधर मिश्र कृषक मानकु नहीं सम्मिलनी और सचेतनता कार्यक्रम आयोजन करुछंती। तेबे मयूरभंज जिल्लार कृषक मानकर उन्नति पाई कृषि और शिल्पर विकास करने पड़िबो बोली ओडिशा खेत मजदूर किसान परिषद राज्य सभापति श्रीयुक्त गदाधर मिश्र प्रकाश करिसंती। कृषक माने अक्लांत परिश्रम करी समाज को खाद्य जोगाउछंती। सेथिपाई कृषक मानंकु सर्वदा सम्मान देवार आवश्यकता अछि। सेथिपाई मोरडा ब्लॉक नुआगां पंचायतर घागरा ठारे कृषक मानंकु ओडिशा खेत मजदूर किसान परिषदर राज्य सभापति श्रीयुक्त गदाधर मिश्र संबर्धना प्रदान करथिले। यह सहित कृषक मानकर विभिन्न समस्या बुझिथिले। सेगुड़िकर किभली समाधान होई परिबो से दिगरे पदक्षेप नेबे बोली राज्य सभापति श्रीयुक्त गदाधर मिश्र प्रकाश करथिले। कृषि और कृषक मानकर उन्नति पाई ओडिशा खेत मजदूर किसान परिषद कार्य करुथिबारु एवं कृषक मानकु संबर्धना प्रदान करिथिबारु ओडिशा खेत मजदूर किसान परिषद राज्य सभापति श्रीयुक्त गदाधर मिश्र को कृषक माने भूयसी प्रशंसा करथिले। मयूरभंज जिला मोरडारू गतिकृष्ण महांत रिपोर्ट ओडिशा लाइव टीवी। आशा करुछि आपण ओडिशा लाइव टीवी को यूट्यूब रे सब्सक्राइब, फेसबुक रे फॉलो आउ प्ले स्टोर रे एप्लिकेशन डाउनलोड करिसंती। यदि करिनाहांती आज ही करिनियंतु।